ଇପିଏଫ୍ଓ 3.0 ଉପରେ ଆସିଲା ବଡ଼ ଅପଡେଟ୍। ଏବେ ମାତ୍ର 3 ଦିନରେ ମିଳିବ ପିଏଫ୍ ଟଙ୍କା। ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ ନୂଆ ସିଷ୍ଟମ କ'ଣ ରହିଛି। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ ସରକାର ଲୋକସଭାରେ ଇପିଏଫ୍ଓ 3.0 ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିଛନ୍ତି। ଏହି ନୂତନ ସିଷ୍ଟମ ଅଧୀନରେ କ୍ଲେମ୍ ସମାଧାନକୁ ତ୍ୱରାନ୍ୱିତ କରାଯାଇଛି, ପେନ୍ସନ୍ ପ୍ରଦାନ ବ୍ୟବସ୍ଥାରେ ଉନ୍ନତି ଆସିଛି ଏବଂ ପ୍ରଶାସନିକ ପ୍ରକ୍ରିୟାଗୁଡ଼ିକୁ ଯଥେଷ୍ଟ ସରଳ କରାଯାଇଛି। ଶ୍ରମ ଏବଂ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କରଣ୍ଡଲାଜେ କହିଛନ୍ତି ଯେ ଲୋକମାନେ କମ୍ ସମୟ ମଧ୍ୟରେ ଅଧିକ ସୁବିଧା ପାଇବା ସୁନିଶ୍ଚିତ କରିବା ପାଇଁ ଇପିଏଫ୍ଓ 3.0 ମାଧ୍ୟମରେ ସେବାଗୁଡ଼ିକୁ ଡିଜିଟାଇଜେସନ୍ କରାଯାଉଛି। ସରକାରଙ୍କ ଅନୁଯାୟୀ କେନ୍ଦ୍ରୀୟ ପେନ୍ସନ୍ ପ୍ରଦାନ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। 1 ଜାନୁଆରୀ 2025 ଠାରୁ ସମସ୍ତ ଇପିଏଫ୍ଓ କାର୍ଯ୍ୟାଳୟ ଏହି ସିଷ୍ଟମରେ କାର୍ଯ୍ୟ କରୁଛନ୍ତି। ଫଳସ୍ୱରୂପ 70 ଲକ୍ଷରୁ ଅଧିକ ପେନ୍ସନଭୋଗୀ ସମୟସୀମା ମଧ୍ୟରେ ଏବଂ କୌଣସି ତ୍ରୁଟି ବିନା ସେମାନଙ୍କର ମାସିକ ପେନ୍ସନ୍ ପାଉଛନ୍ତି। ତେବେ ଅଟୋମେଟିକ୍ ମୋଡ୍ରେ କ୍ଲେମ୍ ସମାଧାନ ହେଉଛି। କ୍ଲେମ୍ ସମାଧାନ ପ୍ରକ୍ରିୟାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ପରିଲକ୍ଷିତ ହୋଇଛି। 25 ଫେବୃଆରୀ 2026 ପର୍ଯ୍ୟନ୍ତ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ 3,52 ଲକ୍ଷରୁ ଅଧିକ କ୍ଲେମ୍ ଅଟୋମେଟିକ୍ ମୋଡ୍ରେ ସମାଧାନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ସମସ୍ତ ଅଗ୍ରିମ କ୍ଲେମ୍ର 71.37% କୌଣସି ମାନୁଆଲ ହସ୍ତକ୍ଷେପ ବିନା ପ୍ରକ୍ରିୟାକରଣ କରାଯାଇଥିଲା, ଯାହାଫଳରେ ପ୍ରାୟ 51,620 କୋଟି ଟଙ୍କା ପରିଶୋଧ ହୋଇଛି। ଏବଂ ଅଟୋମେଟିକ୍ ଟଙ୍କା ଟ୍ରାନ୍ସଫର ମଧ୍ୟ କରାଯାଉଛି। ଚାକିରି ପରିବର୍ତ୍ତନ କରୁଥିବା କର୍ମଚାରୀମାନଙ୍କ ପାଇଁ ସେମାନଙ୍କର ଇପିଏଫ୍ ଆକାଉଣ୍ଟ ସ୍ଥାନାନ୍ତର ପ୍ରକ୍ରିୟା ମଧ୍ୟ ଯଥେଷ୍ଟ ସହଜ ହୋଇଯାଇଛି। 25 ଫେବୃଆରୀ 2026 ସୁଦ୍ଧା 70,54,000ରୁ ଅଧିକ ଟ୍ରାନ୍ସଫର କ୍ଲେମ୍ ଅଟୋମେଟିକ୍ରେ ଆରମ୍ଭ ହୋଇଯାଇଛି, ଯେଉଁଥିରେ କର୍ମଚାରୀ କିମ୍ବା ନିଯୁକ୍ତିଦାତାଙ୍କ ହସ୍ତକ୍ଷେପ ଆବଶ୍ୟକ ନଥିଲା। କେୱାଇସି ଆନୁଷ୍ଠାନିକତା ସମ୍ପୂର୍ଣ୍ଣ ହେବା ପରେ ପୂର୍ବ କିମ୍ବା ନୂତନ ନିଯୁକ୍ତିଦାତାଙ୍କ ଅନୁମୋଦନ ଆଉ ଆବଶ୍ୟକ ହେବ ନାହିଁ। ଏହା ବ୍ୟତୀତ 21,39,000ରୁ ଅଧିକ କର୍ମଚାରୀ ସେମାନଙ୍କ ନିଯୁକ୍ତିଦାତାଙ୍କ ସହାୟତା ବିନା ଟ୍ରାନ୍ସଫର କ୍ଲେମ୍ ଦାଖଲ କରିଛନ୍ତି ବୋଲି ସୂଚନା ମିଳିଛି। ତେବେ ଦାବି କରାଯାଉଛି ଯେ 3 ଦିନ ମଧ୍ୟରେ କ୍ଲେମ୍ ସମାଧାନ କରାଯିବ। ଇପିଏଫ୍ଓ 3.0 ପ୍ରକ୍ରିୟାଗୁଡ଼ିକୁ ସରଳ କରିବା ଏବଂ କାଗଜପତ୍ର ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଏକ ପ୍ରମୁଖ ଡିଜିଟାଲ ସଂସ୍କାରକୁ ପ୍ରତିନିଧିତ୍ୱ କରୁଛି। ଅଧିକାଂଶ ସେବା ବର୍ତ୍ତମାନ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ ଦାବି ସମାଧାନ ପାଇଁ 20 ଦିନ ସମୟ ଲାଗୁଥିଲା, ବର୍ତ୍ତମାନ ସମାନ କାର୍ଯ୍ୟ 3 ଦିନରୁ କମ୍ ସମୟ ମଧ୍ୟରେ ସମାପ୍ତ ହୋଇଯାଉଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।